ସମସ୍ତଙ୍କୁ ନମସ୍କାର। ଆସନ୍ତୁ ବାଇବେଲ ଦେଖିବା। ମାର୍ଥିଉ 22 ପର୍ବ। ମାର୍ଥିଉ 22 ପାଇଛନ୍ତି। ମୁଁ ପଢୁଛି ଏକ ପଦରୁ। ପୁନର୍ବାର ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, ସ୍ୱର୍ଗରେ ଯେପରି ଜଣେ ରାଜାଙ୍କ ସାଦୃଶ୍ୟ ଯେ ଆପଣା ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେ, ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେନି। ପୁନର୍ବାର ସେ ଅନ୍ୟ ଦାସମାନଙ୍କୁ ପ୍ରେରଣ କରି କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରୁଅଛୁ। ଆମର ବୃଷ ଓ ହୃଷ୍ଟ ପୃଷ୍ଟ ପଶୁ ଗୁଡ଼ାକ ମରାଯାଇ ଅଛନ୍ତି। ସମସ୍ତ ହିଁ ପ୍ରସ୍ତୁତ, ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ। କିନ୍ତୁ ସେମାନେ ତା ଲଘୁ ଜ୍ଞାନ କରି କେହି କେହି ଆପଣା କ୍ଷେତକୁ, ଆଉ କେହି କେହି ଆପଣା ବାଣିଜ୍ୟ ବ୍ୟବସାୟୀକୁ ଚାଲିଗଲେ, ଆଉ ଅବଶିଷ୍ଟ ଲୋକେ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବଦ୍ଧ କଲେ। କିନ୍ତୁ ରାଜା କ୍ରୋଧାନ୍ୱିତ ହୋଇ ଆପଣା ସୈନ୍ୟମାନଙ୍କୁ ପ୍ରେରଣ କରି ସେହି ଅତ୍ୟାଚାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କର ନଗର ଭସ୍ମସାତ କଲେ। ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜି ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। ଏଣୁ ତୁମମାନେ ରାଜଦଣ୍ଡ ଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କର ଦେଖା ପାଅ, ସେମାନଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କର। ଏଥିରେ ସେମାନେ ସେଇ ଦାସମାନେ ରାଜଦାଣ୍ଡ ଗୁଡ଼ିକକୁ ବାହାରେ ଯାଇ ଦୁଷ୍ଟ ଓ ସନ୍ଟ ଯେତେ ଲୋକଙ୍କ ଦେଖା ପାଇଲେ ସେମାନଙ୍କୁ ସଂଗ୍ରହ କରି ଆଣିଲେ, ଆଉ ଅଭ୍ୟାଗତ ଲୋକଙ୍କ ଦ୍ୱାରା ବିବାହ ଗୃହ ପରିପୂର୍ଣ୍ଣ ହେଲା। କିନ୍ତୁ ରାଜା ଅଭ୍ୟାଗତ ଲୋକମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ ବସ୍ତ୍ର ପରିଧାନ କରିନଥିବା ଜଣେ ଲୋକକୁ ଦେଖି ତାହାଙ୍କୁ କହିଲେ, ଏ ବନ୍ଧୁ, ତୁମ୍ଭେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏହି ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା। ସେଥିରେ ରାଜା ପରିଚାରକ ମାନଙ୍କୁ କହିଲେ, ଏହାର ହାତ ଗୋଡ଼ ବାନ୍ଧି ଏହାକୁ ବାହାରେ ଅନ୍ଧକାରରେ ପକେଇ ଦିଅ, ସେଠାରେ ଦନ୍ତର କିଳିମିଳି ହବ। ଆମେ 13 ପଦ ପର୍ଯ୍ୟନ୍ତ ପଢିଲୁ। ଯେତେବେଳେ ବାଇବେଲରେ ଦେଖୁଛୁ ତ ସେଠି ପରମେଶ୍ୱର ଆମେ କେମିତି ତାଙ୍କ ରାଜ୍ୟର ଅଧିକାର ହେବା, ଏଥି ନିମନ୍ତେ ପରମେଶ୍ୱର ଅନେକ ଜାଗାରେ ବହୁତ ଗୁଡ଼ିଏ କାହାଣୀ ମାଧ୍ୟମରେ ଆମମାନଙ୍କୁ କହିଥାନ୍ତି। ଏଠି ଯଦି ମୁଁ ଦେଖିବି, ଏ ଜାଗାରେ ଏ ଲୋକ ବସ୍ତ୍ର ପରିଧାନ ନ କରିକି ସେ ଭିତରୁ କେମିତି ପ୍ରବେଶ କଲା, ଏ ବିଷୟରେ ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରୁନି। ଯଦି ଚେଷ୍ଟା କରିବି ତାହେଲେ ନିଶ୍ଚୟ ମୁଁ ପାଗଳ ହେବି। କିନ୍ତୁ ପ୍ରକୃତରେ ଏ କାହାଣୀର ରହସ୍ୟ କଣ? ଏ କାହାଣୀର ରହସ୍ୟ ଅଛି କେମିତି ଜଣେ ସ୍ୱର୍ଗ ରାଜ୍ୟକୁ ଯିବ। ତ ଏମିତି ଯଦି ଗ୍ରହଣ କରିବା ତାହେଲେ ବହୁତ ସହଜ। ରାଜାଙ୍କର ପୁତ୍ରଙ୍କର ବିବାହ ଭୋଜ ଚାଲିଛି, ଆଉ ରାଜା କଣ କରୁଛନ୍ତି, ଆଉ ଯେତିକି ନିମନ୍ତ୍ରିତ ଲୋକମାନେ ସେମାନଙ୍କ ନିମନ୍ତେ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏ ବିବାହ ଭୋଜି ଯଦି ବିଷୟରେ ଚିନ୍ତା କରିବା, ଏ ଜଗତର ବିପରୀତ। ଏ ଜଗତରେ ଯଦି ଆମେ ବାହାଘରକୁ ଯିବା, ବିବାହ ବସ୍ତ୍ର କୋଉମାନେ ପିନ୍ଧିଥାନ୍ତି? ବରକନ୍ୟା ପିନ୍ଧିଥାନ୍ତି। କିନ୍ତୁ ଏ ଜାଗାରେ ବରକନ୍ୟା ବିଷୟରେ ଲେଖା ନାହିଁ, କିନ୍ତୁ କେବଳ ଯେଉଁମାନେ ନିମନ୍ତ୍ରିତ ଲୋକ, ଯେଉଁମାନେ ଯାଉଛନ୍ତି ବିବାହ ଉତ୍ସବକୁ, ସେମାନଙ୍କ ନିମନ୍ତେ ରାଜା ପ୍ରସ୍ତୁତ କରିଛନ୍ତି କଣ? ବିବାହ ବସ୍ତ୍ର। ଆଶ୍ଚର୍ଯ୍ୟ କାହାଣୀ।
ତ ଏ ଜଗତରେ ଯେମିତି ବିବାହ ଘଟୁଛି ଆଉ ଏ ଏ ଯୋଉ ସ୍ୱର୍ଗ ରାଜ୍ୟର ଦୃଷ୍ଟାନ୍ତ ଯୋଉଟା ଦିଆଯାଇଛି ପୁରା ଅଲଗା। ଯଦି ଆମେ ଦେଖିବା ଏ ଜାଗାରେ ତ ଅନେକ ଲୋକମାନେ ଅଛନ୍ତି ଯୋଉମାନେ ଯିବା ପାଇଁ ଚାହୁଁନାହାନ୍ତି। ଆରେ ରାଜା ଯଦି ଡାକୁଛନ୍ତି ବିବାହ ଉତ୍ସବ, କିଏ ନ ଯାଇକି ରହିବ? କିନ୍ତୁ ଏମାନେ କେମିତି ଯାଇପାରୁନାହାନ୍ତି? ସତରେ ଆଶ୍ଚର୍ଯ୍ୟ ବିଷୟଟା। ଲୋକମାନଙ୍କ ଦ୍ୱାରା ବିବାହ ଭୋଜ ପରିପୂର୍ଣ୍ଣ ହେଲା। ଯୋଉମାନଙ୍କୁ ଡକା ଯାଇଥିଲା ଏମିତି ନୁହେଁ। କିନ୍ତୁ ଯେଉଁମାନେ ରାଜଦଣ୍ଡ ଗୁଡ଼ିକରେ ଛକେ ଛକେ ଥିଲେ, ସନ୍ଧିରେ, ବସଷ୍ଟାଣ୍ଡରେ, ଗଳିରେ, ଆଉ ସେ ଜାଗାରେ ଯେତିକି ଭଲ ଲୋକ ଥିଲେ ଆଉ ଯେତିକି ଖରାପ ଲୋକ ବି ଥିଲେ, ସେମାନଙ୍କ ଦ୍ୱାରା ସେଠି ପରିପୂର୍ଣ୍ଣ ହେଲା। ତ ବର୍ତ୍ତମାନ ରାଜା ଯେତେବେଳକୁ ଓହ୍ଲେଇକି ଆସୁଛନ୍ତି, ଦେଖୁଛନ୍ତି ଜଣେ ବସ୍ତ୍ର ପିନ୍ଧି ନାହିଁ। ମୁଁ ଜାଣିନି କଣ ପାଇଁ କେମିତି ସେ ନ ପିନ୍ଧିକି ଭିତରକୁ ଯାଇଛନ୍ତି, କିନ୍ତୁ ଏଠାରେ ବସ୍ତ୍ର ପରିଧାନ କରୁନଥିବା ବ୍ୟକ୍ତିଙ୍କ ଦ୍ୱାରା, ସେ ଲୋକଙ୍କ ଦ୍ୱାରା ହିଁ ରାଜା କଥା ହଉଛନ୍ତି। ଯଦି ଆମେ ଦେଖିବା ଯୋହନ ତାର 3 ଅଧ୍ୟାୟ, ଯୋହନ 3 ଅଧ୍ୟାୟର 18 ପଦ, ଯେ ତାଙ୍କଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ। ଯେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରେ ନାହିଁ। ଏଠାରେ ଯଦି ଦେଖିବା ଆମେ, ତ ରାଜା କାହାକୁ କହୁଛନ୍ତି ଯେ କି ବସ୍ତ୍ର ପରିଧାନ କରିନାହିଁ? ତ ଏ ଜାଗାରେ ବିଚାର କାହାର ସରିଲାଣି? ବିଚାର କାହା ପାଇଁ ଅଛି? ଯିଏ କି ତାଙ୍କ ପୁତ୍ରଙ୍କୁ ବିଶ୍ୱାସ କଲେନି, ସିଏ ତାର ବିଚାର ସରିଲାଣି। ଗୋଟେ ଆଗା ରାସ୍ତା, ୟାର ହାତ ଗୋଡ଼ ବାନ୍ଧ, ବାହାରେ ଅନ୍ଧକାରରେ ପକେଇ ଦିଅ। ଦେଖ, ଅନ୍ଧକାର ଆମ ଦୃଷ୍ଟିରେ କେମିତି ଭିତରେ ଥିବ ନା ଅନ୍ଧାର, ବାହାରେ ତ ସୂର୍ଯ୍ୟାଲୋକ ଥିବ। ଏ ଯୋଉ ଲେଖା ହେଇଛି ବାହାରେ, ରାଜାଙ୍କ ବାହାରେ, ପରମେଶ୍ୱରଙ୍କ ଠାରୁ ବାହାରେ, ଆଉଛି ନରକକୁ ବୁଝାଏ। ସେଠାରେ କଣ କରୁଛି ସିଏ? ଦାନ୍ତର ପିଳି ମିଳି ଆଉ କଣ କରୁଛି? ରୋଦନ କରୁଛି। ତ ଏ ଜାଗାରେ ସ୍ପଷ୍ଟ ଭାବରେ ଲେଖା ହେଇଛି ଯେ ତାଙ୍କଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ। ଯେଉଁମାନେ ରାଜାଙ୍କ ଦ୍ୱାରା ପ୍ରସ୍ତୁତ କରିଥିବା ବିବାହ ବସ୍ତ୍ର ପରିଧାନ କଲେ, ସେମାନଙ୍କୁ ରାଜା କିଛି ବି ପଚାରିଲେନି। ସେମାନଙ୍କ ବିଷୟରେ ରାଜା କିଛି ବି ପଚାରିଲେନି। ସନ୍ଦେହ ନାହିଁ। କଣ ପାଇଁ? ଯେହେତୁ ରାଜାଙ୍କର ଆଦେଶରେ, ରାଜାଙ୍କର କଥା ଅନୁଯାୟୀ ସେମାନେ ବିବାହ ବସ୍ତ୍ର ପରିଧାନ କରିଅଛନ୍ତି, ସେଥିପାଇଁ ରାଜା ସେମାନଙ୍କ ସହିତ ଖୁସି ଅଛନ୍ତି। କିନ୍ତୁ ଯିଏ କି ପରିଧାନ କରିନାହିଁ, ସେ ଲୋକ କଥା ହଉଛନ୍ତି, ତ ସେ ଲୋକ ଅନ୍ଧକାରରେ ପକାଯାଉଛି। ଆଜି ମଧ୍ୟ ଯଦି ଆମେ ରୋମିଓ 3 ପର୍ବର 22 ପଦ ଦେଖିବା, ରୋମିଓ 3 ପର୍ବର 22 ପଦରେ ଏମିତି ଲେଖାଯାଏ, ଈଶ୍ୱରଙ୍କର ଧାର୍ମିକତା ଆମେ କିପରି ପାଇବା? ଈଶ୍ୱରଙ୍କ ଧାର୍ମିକତା ଆମେ ପାଇବା କେମିତି? ସେଠି ଏପରି ଲେଖାଯାଇଛି, ଅର୍ଥାତ୍ ଈଶ୍ୱରଙ୍କ ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ସମସ୍ତ ବିଶ୍ୱାସୀଙ୍କ ପ୍ରତି ବର୍ତ୍ତେ, କାରଣ କୌଣସି ପ୍ରଭେଦ ନାହିଁ। ସେଠି ସଣ୍ଟ ଲୋକ ହଉ କି ଆଉ ଦୁଷ୍ଟ ଲୋକ ହଉ, ସଣ୍ଟ ମାନେ ଭଲ ଲୋକ, ଦୁଷ୍ଟ ମାନେ ଖରାପ ଲୋକ। ତ ଦୁଷ୍ଟ ମାନେ କେମିତି? ଆଉ ମୁଁ ଗୋଟେ ଏବେ ୟୁଟ୍ୟୁବରେ ଦେଖୁଛି, କେତେ ଜଣ ଏମିତି କଥା ହଉଥାନ୍ତି, ସେମାନେ ଖରାପ
ଭାଷା ନ କଥା ହେଇକି ରହିପାରୁନାହାନ୍ତି। ଆଉ ୟୁଟ୍ୟୁବରେ ସେମାନେ ଖାଲି ଖରାପ ଭାଷାରେ କଥା ହଉଛନ୍ତି। ତାଙ୍କ ସାମ୍ନାରେ ନହେଲେ ତାଙ୍କ ପାଖରେ ଯଦି ଆମେ ଠିଆ ହେବା ଭଲ ଲାଗିବ, ଆମକୁ ଲାଜ ଲାଗିବ। କିନ୍ତୁ ତାକୁ ଲାଜ ଲାଗିବନି, ଯେହେତୁ ସେ ସେମିତି। ଆଉ ଦୁଷ୍ଟ ଲୋକ ଅଛନ୍ତି କେମିତି ଭୟଙ୍କର, କାହା କଥା ଶୁଣିବେ ନାହିଁ, ତାଙ୍କ ଇଚ୍ଛାରେ ସେମାନେ ବଞ୍ଚିବେ। ତ ମୁଁ ଜାଣିନାହିଁ ଏ ଜାଗାରେ ଦୁଷ୍ଟ ଆଉ ଷଣ୍ଢ ଏମାନଙ୍କ ଭିତରେ କୌଣସି ପ୍ରଭେଦ ନାହିଁ। ଯିଏ ପିନ୍ଧିଲା ସିଏ ପ୍ରବେଶ କଲା, ଯିଏ ପିନ୍ଧିଲା ନାହିଁ ସିଏ ପ୍ରବେଶ କଲା। ତ ସେଥିପାଇଁ ରାଜା ଦେଖୁଛନ୍ତି ଯେ ମୋ ପରି ଦୁଷ୍ଟ ଅବାଧ୍ୟ, ମୋ ପାଷ୍ଟଙ୍କର କେବେ ବି ଶୁଣୁନାହିଁ, ମୁଁ ନିଜ ଇଚ୍ଛାରେ ବଞ୍ଚୁଛି, ଏମିତିକା ଲୋକ ଏ ଜାଗାରେ ଅଛନ୍ତି। କିନ୍ତୁ ରାଜା ସେମାନଙ୍କୁ କିଛି ବି କହୁନାହାନ୍ତି। କଣ ପାଇଁ? ଯେହେତୁ ଯଦିବା ସେମାନେ ସେମିତି, କିନ୍ତୁ ରାଜାଙ୍କର ଶୁଣୁଛନ୍ତି, ରାଜା ତିଆରି କରିଥିବା, ପ୍ରସ୍ତୁତ କରିଥିବା ବସ୍ତ୍ର ପରିଧାନ କରୁଛନ୍ତି। ସେଥିପାଇଁ ଏଠି କୌଣସି ପ୍ରଭେଦ ନାହିଁ। କଣ? ଯିଏ ଯୀଶୁଙ୍କଠାରେ ବିଶ୍ୱାସ କରେ, ଈଶ୍ୱରଙ୍କ ଧାର୍ମିକତା ଅଲରେଡି ପାଇସାରିଛି ସେ। ଆଉ ନାହିଁ, ଯୀଶୁଙ୍କୁ ବିଶ୍ୱାସ କଲୁ ତାହେଲେ ଈଶ୍ୱରଙ୍କ ଧାର୍ମିକତା ତମର। ତ ଏଠି କଣ ଦରକାର? ଯୀଶୁଙ୍କୁ ମୁଁ ଆଜି କେମିତି ବିଶ୍ୱାସ କରୁଛି? ମୁଁ ପ୍ରଥମେ କେମିତି ବିଶ୍ୱାସ କରୁଥିଲି? ମୁଁ ଆଗେ ବାପ୍ତିସ୍ମ ନେଉନଥିଲି, ଖ୍ରୀଷ୍ଟିଆନ ନଥିଲି। ବାପ୍ତିସ୍ମ ନେଲା ପରେ ହିଁ ମୁଁ ଖ୍ରୀଷ୍ଟିଆନରେ ଗଣା ଯାଇଛି। ତାପରେ ଏତେ ନମ୍ର ଭାବରେ ମୁଁ ଚର୍ଚ୍ଚକୁ ଯାଉଥିଲି, କଥାଭାଷା ବି ଧୀରେ ଥିଲା, ପ୍ରାର୍ଥନା ଲମ୍ବା ଥିଲା, ଦାନ ମଧ୍ୟ ସେମିତି ଥିଲା। ଆଉ ଚର୍ଚ୍ଚ ଗୋଟେ ଦିନ ବି ଆବସେଣ୍ଟ ନେଇକି ଯାଉଥିଲି। ଅଳ୍ପ ଦିନ ପରେ ଦେଖୁଛି ମୋ ହୃଦୟରେ ପାପ ଦେଖା ଯାଉଛି। ବାପ୍ତିସ୍ମର କିଛି ଦିନ ପୁରା ପବିତ୍ର ଦେଖା ଯାଉଥିଲେ, କିନ୍ତୁ ତାପରେ ଆଗରେ ଯେମିତି ପାପି ଥିଲେ ସେମିତି ବାହାରିକି ଆସୁଛି ସବୁ। ସତରେ ଏସବୁ ମୁଁ କିଛି ବି ଜାଣିନଥିଲି। କଣ ପାଇଁ ବାପ୍ତିସ୍ମ ନେଇଯାଏ? ବାପ୍ତିସ୍ମ ମତେ ଆବଶ୍ୟକତା କଣ ରହିଛି? ଏ ବିଷୟ ଯେତେବେଳେ ମୁଁ ଶୁଣିଲି, ସେ ସମୟରେ ମୁଁ ଗୋଟେ ଉତ୍ତର ପାଇଲି। ତ ମୁଁ ଯୀଶୁଙ୍କ ସହିତ ବାପ୍ତିସ୍ମ ନେଇସାରିଛି। ମାର୍ଥିଉ 3 ପର୍ବର 15 ପଦରେ ମୁଁ ଯୀଶୁଙ୍କ ସହିତ ବାପ୍ତିସ୍ମ ନେଇସାରିଛି। ଆଉ ସେ ବାପ୍ତିସ୍ମରେ ମତେ କଣ କରାଗଲା ଜାଣିଛନ୍ତି? ସମାଧି ଦିଆଗଲା। ରୋମିଓ 6 ପର୍ବର 3-4 ପଦ ପଢିବା ଆମେ। ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମାନେ ଜାଣ ନାହିଁ? ଅତଏବ ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ। ତ ଏ ଜାଗାରେ କଣ ଲେଖା ହେଇଛି? ବାପ୍ତିସ୍ମ ଦ୍ୱାରା ମୁଁ କଣ ହେଇଛି? ମୁଁ ଖ୍ରୀଷ୍ଟଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛି। ଆଉ ବାପ୍ତିସ୍ମ ଦ୍ୱାରା କଣ କରାଯାଇଛି? ଗାଲାତି ପୁସ୍ତକ ଆଣନ୍ତୁ 3:27। ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। ତ ସତରେ ଯେତେବେଳେ ଏ ବାପ୍ତିସ୍ମ ବିଷୟରେ ମୁଁ ଶୁଣିଲି, ଏ ବାପ୍ତିସ୍ମ ଶୁଣିଲା ପରେ ମୁଁ ପ୍ରକୃତ ବିଷୟକୁ ପାଇଲି। କଣ? ପ୍ରଥମ କରନ୍ଥୀୟ 3 ପର୍ବ 3 ପର୍ବ, ଦ୍ୱିତୀୟ କରନ୍ଥୀୟ
ପାଞ୍ଚ ପର୍ବ, ଦ୍ୱିତୀୟ କରନ୍ତୀୟ 5 ପର୍ବ 16 ଆଉ 17 ପଦ। ଅତଏବ ଆଜିଠାରୁ ଆମେମାନେ ଶରୀର ଅନୁସାରେ କାହାରିକି ଜାଣୁନାହିଁ। ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣୁଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେଇ ପ୍ରକାରେ ଜାଣୁନି। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଆକ୍ଚୁଆଲି ମୋ ବିଷୟରେ ଯେତେବେଳେ ଚିନ୍ତା କରୁଛି ମୁଁ, ପ୍ରଭୁ କଣ କହୁଛନ୍ତି, ମୋର ପୁରାତନ ବିଷୟ ସବୁ ଲୋପ ପାଇଅଛି ଆଉ ମୁଁ ନୂତନ ସୃଷ୍ଟି ହୋଇଅଛି। କିନ୍ତୁ ଯେତେବେଳେ ନିଜକୁ ଦେଖୁଛି, ପ୍ରଭୁ କହୁନାହାନ୍ତି ନିଜକୁ ଦେଖ। ପ୍ରଭୁ କହୁଛନ୍ତି ଆମକୁ ଅନାଅ, ତହିଁରେ ବଞ୍ଚିବ। ଆମକୁ ଅନାଅ, ପରିତ୍ରାଣ ପାଅ। ପ୍ରଭୁ କହୁଛନ୍ତି ମତେ ଅନାଅ, କିନ୍ତୁ ମୁଁ କାହାକୁ ଅନଉଛି? ନିଜକୁ ଅନଉଛି, ନିଜର ଦକ୍ଷତାକୁ ଅନଉଛି, ନିଜର ବିଷୟ ସବୁ ଅନଉଛି। ତ ପରମେଶ୍ୱର କଣ କହୁଛନ୍ତି? ମୋର ପୁରାତନ ବିଷୟ ସବୁ ଲୋପ ପାଇଅଛି। ଆଉ କହୁଛନ୍ତି ଦେଖ କଣ ଅଛି? ନୂତନ ବିଷୟ ସବୁ ଅଛି। ଏବେ ବେଚାରୀ ସ୍ତ୍ରୀ ଯେତେବେଳେ ଯୀଶୁ ତାଙ୍କୁ କହିଲେ, ଗୋ ନାରୀ ସେମାନେ କାହାନ୍ତି? କେହି କଣ ତମକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ? ସେ ସମୟରେ କଣ ଉତ୍ତର ଦେଲେ? ପୁରାତନ ବିଷୟ ସବୁ ଲୋପ ପାଇଅଛି। ସମସ୍ତଙ୍କ ହାତରେ ପଥର ଥିଲା, ଜଣେ ବି ନାହିଁ ତାଙ୍କ ହାତରେ ଯୋଉ ପଥର ଥିଲା, ଏବେ ପଥର ତଳେ ଅଛି, ଲୋକ ନାହାନ୍ତି, ସବୁ ପଳେଇଗଲେ। କେହି ନାହିଁ ପ୍ରଭୁ। ସେ ସମୟରେ ଯୀଶୁ ମଧ୍ୟ କହୁଛନ୍ତି, ମୁଁ ତମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ଏବେ ନୂତନ ସୃଷ୍ଟି ହୋଇଅଛି। ଏବେ ବିଚାରୀ ସ୍ତ୍ରୀ ତାର ପୁରାତନ ପ୍ରତ୍ୟେକ ବିଷୟ ଲୋପ ପାଇଅଛି, କେବଳ ନୂତନ ବିଷୟ ହିଁ ଅଛି। ଓ ଯୀଶୁ ମତେ କହିଛନ୍ତି, ମୁଁ ତମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। କାହାକୁ? ଯିଏକି କେବଳ ଦଣ୍ଡ ପାଇବାର ଯୋଗ୍ୟ ଥିଲା। କେବଳ ଦଣ୍ଡ ବିନା ଆଉ କିଛି ବି ନାହିଁ। କେବଳ ପଥର ମାଡ଼ ଖାଇବା ଗୋଟେ ରାସ୍ତା ଥିଲା, ନିନ୍ଦା ପାଇବା ଗୋଟେ ହିଁ ରାସ୍ତା ଥିଲା, ସମସ୍ତେ ଛେପ ପକେଇବା ଗୋଟେ ହିଁ ରାସ୍ତା ଥିଲା। ତାଙ୍କଠାରୁ ଦୂରେଇ ଯିବାର, ପଳେଇବାର ଗୋଟେ ହିଁ ରାସ୍ତା ଥିଲା। ତାଠି କେବଳ ମରଣ ଥିଲା ତା ପାଖରେ। କିନ୍ତୁ ଯୀଶୁ କହିଲେ, ମୁଁ ତମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ନୂତନ ସୃଷ୍ଟି ହେଇଅଛି। ଯେତେବେଳେ ଏ ଜାଗାରେ ଦେଖୁଛି, ତ ଯୋଉମାନେ ବସ୍ତ୍ର ପିନ୍ଧିକି ଅଛନ୍ତି, ରାଜା ସେମାନଙ୍କୁ ଦଣ୍ଡନୀୟ ବିଚାର କରୁନାହାନ୍ତି। କାହାକୁ କରୁଛନ୍ତି? ଯିଏକି ବିବାହ ବସ୍ତ୍ର ପରିଧାନ କରୁନାହିଁ, ଯିଏକି ପିନ୍ଧି ନାହିଁ। କେମିତି କରୁଛନ୍ତି? ଏ ବନ୍ଧୁ ବୋଲି କହୁଛନ୍ତି। ତାଙ୍କର ବନ୍ଧୁ ଥିଲେ। ରାଜା ତାହାଙ୍କ ନିମନ୍ତେ ମଧ୍ୟ ବସ୍ତ୍ର ପ୍ରସ୍ତୁତ କରୁଥିଲେ। ହଁ, ଯୋଉମାନେ ଆଜି ମୁଁ ପାପୀ ବୋଲି କହୁଛନ୍ତି, ମୁଁ କେମିତି କହିପାରିବି ପବିତ୍ର ବୋଲି? ଯୋଉମାନେ ଏପରି କହୁଛନ୍ତି, ସେମାନଙ୍କ ନିମନ୍ତେ ମଧ୍ୟ ଯୀଶୁ କ୍ରୁଶ ଉପରେ ଶେଷ କଥା କଣ କହିଲେ? ସମାପ୍ତ ହେଲା। କଣ ସମାପ୍ତ ହେଲା? ପାପ ସମାପ୍ତ ହେଲା। ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ସେଥିପାଇଁ ଯୀଶୁ କହିଲେ ସମାପ୍ତ ହେଲା। ଯୀଶୁ ପରିତ୍ରାଣର ବିଷୟ ମୁଁ ସାଧନ କଲି। ତମାନେ ସବୁ ନୂତନ ସୃଷ୍ଟି ହୋଇଅଥାଏ। ପୁରାତନ ବିଷୟ ସବୁ ଲୋପ ପାଇଅଛି। ହଁ, ସେଇ ପ୍ରକାର ଥିଲ। ତମେ ତ ଭାବୁଛ ହଁ ମୁଁ ପବିତ୍ର ନାହିଁ। ସତ ତମେ କହୁଛ ତମେ ପବିତ୍ର ନାହିଁ। ପ୍ରଥମ କରନ୍ତୀୟ 6 ପର୍ବର 9 ଆଉ 10 ପଦ ଯଦି ଦେଖିବା, ସେଠାରେ ଲେଖା ହେଇଛି। ହଁ,
आमे योग्य नुहे परमेश्वर राज्यर अधिकार बा निमंते मु केमती थिली 9 ଆଉ 10 ପଦରେ ମୁଁ ଥିଲି। 9 10 ପଦ ଭୟଙ୍କର ବିଷୟ ଲେଖା ହେଇଛି ଆଉ ଆମକୁ ସାଧାରଣ ପରି ଦେଖାଯାଉଥିବା ବିଷୟ ମଧ୍ୟ ଲେଖା ହେଇଛି, କିନ୍ତୁ ପ୍ରଭୁଙ୍କ ଦୃଷ୍ଟିରେ ଭୟଙ୍କର ସାଧାରଣ ଦିଟା ବି ସମାନ। ଆମ ଦୃଷ୍ଟିରେ ସାଧାରଣ ଦେଖାଯାଉଛି କ'ଣ? ମତୁଆଳ ଯିଏକି ମଦ ପିଉଛି, କେତେ ଦିନ ଛାଡ଼ିବ, ସିଏ ପରିବର୍ତ୍ତନ ହବ। କିନ୍ତୁ ପ୍ରଭୁ କହୁଛନ୍ତି ତମେ ଯଦି ଥରେ ମଦ ପିଇଛ ତାହେଲେ ନର୍କ ଯିବ। ଆଉ ସେତିକି ନୁହେଁ, ନିନ୍ଦୁକ, ସେ ପୁଣି ସେମିତିରେ ଇଏ ପୁଣି ଏମିତି ହେଲା ଲୋ, ଏତିକି କହିଲେ ବି ନର୍କ ଯିବା। ଏଠି ଲେଖା ହେଇଛି 10 ପଦରେ, କି ପୁ ମୈଥନକାରୀ, କି ଚୋର, କି ଧନଲୋଭ, କି ମତୁଆଳ, କି ନିନ୍ଦୁକ। ଆମେ ଭୟଙ୍କର ପାପ କରୁନଥିବା, ପୁ ମୈଥନକାରୀ ଆଉ ଚୋର ମଧ୍ୟ କରୁନଥିବା, ଆଉ ଧନ ଲୋଭୀ ତ ଅଛି ନା, ବଢିଆ ବାଇକ୍, ବଢିଆ ଗାଡି, ବଢିଆ ଘର, ବଢିଆ ଡ୍ରେସ୍ ମାନୁଛି ତାକୁ। ଏମିତି କରିନୁ କି ଆମେ? ମତୁଆଳି ତ ଯଦି ଆଉ ଦେଖିବ ତାପରେ ନିନ୍ଦୁକ। ଏ ଯୋଉ ନିନ୍ଦୁକ କ'ଣ? ବହୁତ ସାଧାରଣ। ସିଏ ପୁଣି ସେମିତି କହିଲା, ଇଏ ପୁଣି ଏମିତି କହିଲା। ସେମିତି କହିନ କି ତମେ? ସେ କହିଥିଲା ନା, ଏତିକି କହିଲେ ବି ନର୍କ ଯିବ ବୋଲି ବାଇବେଲରେ ଲେଖା ହେଇଛି। ହେଲେ ଆମେ ସ୍ୱର୍ଗ ଯାଇପାରିବା ନାହିଁ। ଏ ଲୋକ କ'ଣ ପାଇଁ ବାହାରେ ଅନ୍ଧକାରରେ ପକା ଯାଉଛି ଆଉ ସେ ଜାଗାରେ ରୋଦନ କରୁଛି ଆଉ ଦାନ୍ତର କିଡ଼ିମିଳି ହଉଛି? କ'ଣ ପାଇଁ? ରାଜାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବସ୍ତ୍ର ସେ ପିନ୍ଧି ନାହିଁ। ରାଜାଙ୍କ ଦ୍ୱାରା ପ୍ରସ୍ତୁତ ହେଇଥିବା ବସ୍ତ୍ର ସିଏ ପିନ୍ଧି ନାହିଁ। ମୂର୍ଖ, ନ ପିନ୍ଧିକି ଆସିଲୁ କି? ଯା ପିନ୍ଧି ଯା। ଏମିତି କହିବା ଦରକାର ଥିଲା କି ନାହିଁ? ବହୁତ ବଡ଼ ବିଷୟ କରୁଛି କି ସିଏ? ନାହିଁ ନା। ଆମ ଆଖିରେ ନିନ୍ଦୁକ, ଏଟା କ'ଣ ବହୁତ ବଡ଼ ଖରାପ ବିଷୟ କି? ମୋର ମନରେ କେମିତି ଥିଲା? ଜଣଙ୍କୁ ହତ୍ୟା କରିବା, ମର୍ଡର କରିବା ଆଉ ବ୍ୟଭିଚାରୀ କରିବା, ଏ ଦିଟା ବହୁତ ବଡ଼ ପାପ। ମିଛ କହିବା, ନିନ୍ଦା କରିବା, ମଦ ପିଇବା ଏତେ ବଡ଼ ନାହିଁ। କିନ୍ତୁ ପ୍ରଭୁ କ'ଣ କହୁଛନ୍ତି? ଗୋଟେ କଥା ଅଛି, ଛୋଟ ସାପ ହେଲେ ମଧ୍ୟ ବଡ଼ ବାଡ଼ିରେ ମାର। ଛୋଟ ପାପ ବଡ଼ ପାପ ଏମିତି ପରମେଶ୍ୱର ସାମ୍ନାରେ ନାହିଁ, ସବୁ ସମାନ। ସେଥିପାଇଁ ମୋ ପାଖରେ ସ୍ୱର୍ଗ ଯିବାର ଯୋଗ୍ୟତା ନାହିଁ। କିନ୍ତୁ ପରମେଶ୍ୱର କ'ଣ କଲେ? ପରମେଶ୍ୱର ଜଗତକୁ ପ୍ରେମ କଲେ। ଈଶ୍ୱର ଜଗତକୁ ଏମନ୍ତ ପ୍ରେମ କଲେ ଯେ ଏଡ଼େ ପ୍ରେମ କଲେ। ଏଡ଼େ ପ୍ରେମ ମାନେ ମୁଁ ନିରୁପାୟ, ମୁଁ ଶତ୍ରୁ, ମୁଁ ପାପୀ, କେବଳ ନର୍କ ଯିବା ଯୋଗ୍ୟ, ସ୍ୱର୍ଗ ଯିବାର ଯୋଗ୍ୟ ନୁହେଁ, ଏମିତି ଥିଲି, ନିରୁପାୟ ଥିଲି। ଉପଯୁକ୍ତ ସମୟରେ ଅଧାର୍ମିକ ଯେ ମୁଁ, ପାପୀ ଯେ ମୁଁ, ଶତ୍ରୁ ଯେ ମୁଁ, ନିରୁପାୟ ଯେ ମୁଁ, ମୋର ନିମନ୍ତେ ଉପଯୁକ୍ତ ସମୟରେ ଯୀଶୁ ଖ୍ରୀଷ୍ଟ ବଳି ହେଲେ, ରକ୍ତ ଢାଳିଲେ। ଆଉ କ'ଣ କଲେ ଜାଣିଛନ୍ତି? ଆଉ କହୁଛନ୍ତି, ତୁମମାନଙ୍କ ମଧ୍ୟରୁ କେହି କେହି ଏଇ ପ୍ରକାର ଥିଲ ବୋଲି କହୁଛନ୍ତି। କିନ୍ତୁ ଯୀଶୁଙ୍କ ନାମରେ ଆଉ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା 11 ପଦ ପଢିବା, ସେଠି ଏମିତି ଲେଖାଯାଇଛି, ଆଉ ତୁମମାନଙ୍କ ମଧ୍ୟରୁ କେହି କେହି ଏଇ ପ୍ରକାର ଥିଲ। ଗ୍ରାମାର ଦେଖନ୍ତୁ, ଥିଲ ବୋଲି ଲେଖା ହେଇଛି। ଥିଲ ମାନେ ଏବେ ନୁହଁ। ଏବେ କ'ଣ ହେଇଛୁ? ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା କ'ଣ ହେଇଛୁ ବୋଲି ଲେଖା ହେଇଛି? ତୁମମାନେ ଧୌତ ହୋଇଅଛ, ତୁମମାନେ ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ।
ବାକ୍ୟ ହେଉଛନ୍ତି ଯୀଶୁ, ଯୀଶୁ ହେଉଛନ୍ତି ବାକ୍ୟ, ଆତ୍ମା ହେଉଛନ୍ତି ବାକ୍ୟ, ବାକ୍ୟ ହେଉଛନ୍ତି ଆତ୍ମା। ଯଦି ଆପଣ ବାକ୍ୟକୁ ଗ୍ରହଣ କଲେ, ଯୀଶୁଙ୍କୁ ଗ୍ରହଣ କଲେ, ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ। ସେଥିପାଇଁ ଜୋନ 6 ପର୍ବର 63 ପଦରେ ଲେଖା ହେଇଛି, ଆତ୍ମା ଜୀବନଦାୟକ, ଶରୀର ବା ମାଂସ କିଛି ଉପକାର କରେ ନାହିଁ। ମୁଁ ଯେଉଁ ସବୁ କଥା କହିଅଛି ତା ସବୁ ଆତ୍ମା ଓ ଜୀବନ ବୋଲି କହୁଛନ୍ତି। ଓ ଯୀଶୁ ଯେଉଁ କଥା କହିଛନ୍ତି, ଯୀଶୁ ଯେଉଁ ବାକ୍ୟ କହିଛନ୍ତି, ତାହା କ'ଣ? ଜୀବନ ଓ ଆତ୍ମା। ଯେଉଁ ବାକ୍ୟ ଆପଣ ଗ୍ରହଣ କଲେ, ସେ ବାକ୍ୟ ହିଁ ପବିତ୍ର ଆତ୍ମା, ସେ ବାକ୍ୟ ହିଁ ଯୀଶୁ ଖ୍ରୀଷ୍ଟ। ତ ଯୀଶୁ କ'ଣ କହିଲେ? ମୁଁ ତମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ରାତି ସମୟରେ ଆମ ସମସ୍ତଙ୍କୁ ଯୀଶୁ କହୁଛନ୍ତି, ମୁଁ ତୁମମାନଙ୍କୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ଯୀଶୁ କିଏ? ଯୀଶୁଙ୍କର ଅଧିକାର କ'ଣ? ମାଥିଉ ଶେଷ ଅଧ୍ୟାୟ ଦେଖନ୍ତୁ, ଯୀଶୁଙ୍କର ଅଧିକାର କ'ଣ ସେଠି ଲେଖା ହେଇଛି। 28 ପର୍ବ, ମାଥିଉ 28 ପର୍ବ 20 ପଦ କି 28 ରେ 18 ପଦ, 28 ରେ 18 ପାଇଛନ୍ତି କି? ମୁଁ ବି ପାଇନାହିଁ, କାଢୁଛି। ହଁ, ପାଇଲି। 28 ର 18 ପଦ। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମତେ ପ୍ରଦତ୍ତ ହୋଇଅଛି। ସେଇ ଯୀଶୁ ଆପଣଙ୍କୁ କହୁଛନ୍ତି, ମୁଁ ତମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ। ସେ ଯୀଶୁ କହୁଛନ୍ତି, ତମର ପାପ ମୁଁ ଧୋଇ ଦେଇଛି, ତମକୁ ମୁଁ ପବିତ୍ର କରିଛି, ତମକୁ ମୁଁ ଧାର୍ମିକ ବୋଲି ଗଣନା କରିଛି। ଚାଲନ୍ତୁ ଗୋଟେ ବାକ୍ୟ ଦେଖିବା, ରୋମିଓ ତାର 5 ପର୍ବର 9 ପଦ। ରୋମିଓ 5 ପର୍ବର 9 ପଦ ପାଇଛନ୍ତି କି? ରୋମିଓ 5 ଅଧ୍ୟାୟର 9 ପଦ। ଅତଏବ ଏହାରି ସୁନିଶ୍ଚିତ ଯେ ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା। ଏଠି ବହୁତ ମୂଲ୍ୟବାନ ବାକ୍ୟ ଲେଖା ହେଇଛି। ଏବେ ବୋଲି ଗୋଟେ ପଦ ଅଛି, ଦେଖନ୍ତୁ। ଅତଏବ ଏହାରି ସୁନିଶ୍ଚିତ ଯେ ଆମ୍ଭେମାନେ, ବହୁ ବଚନ, ଆମ୍ଭେମାନେ ସମସ୍ତଙ୍କୁ ବୁଝାଏ, ଆପଣଙ୍କୁ ବି ଏଠି ସାମିଲ ହେଇଛି, ଆପଣଙ୍କୁ ବି ଏ ଜାଗାରେ ଏଡ୍ କରାଯାଇଛି। କ'ଣ ଲେଖା ହେଇଛି? ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ। ଯୀଶୁଙ୍କ ରକ୍ତ ଏବେ ଆମକୁ କ'ଣ ଗଣନା କରିଛି? ଧାର୍ମିକ ବୋଲି ଗଣନା କରିଛି। ସେଥିପାଇଁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା, ଯୀଶୁଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା। ସେଥିପାଇଁ ଯୀଶୁ କହିଲେ, ମୁଁ ଦେଇ ନ ଗଲେ କେହି ମଧ୍ୟ ପିତାଙ୍କ ନିକଟକୁ ଯାଏ ନାହିଁ। ସେଥିପାଇଁ ତାହାଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବା, ଯୀଶୁଙ୍କ ଦ୍ୱାରା। କେମିତି? ସେ ଲେଖା ହେଇଛି, ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ। ଯୀଶୁଙ୍କ ରକ୍ତ ଏବେ ଆମକୁ ଧାର୍ମିକ ଗଣନା କରିସାରିଛି। ତ ଆପଣ କେମିତି ବିଶ୍ୱାସ କରିବେ? ଓ ଯୀଶୁଙ୍କ ରକ୍ତ ମତେ ଧାର୍ମିକ କରିସାରିଛି। ଓ ମୁଁ ହଉଛି ସେ ବ୍ୟକ୍ତି ଯିଏକି ଧାର୍ମିକ ବୋଲି ଗଣନା କରାଯାଇଥିବା ଲୋକ। ଯୀଶୁଙ୍କ ଦ୍ୱାରା ମୁଁ କିଏ? ଧାର୍ମିକ ଗଣନା କରାଯାଇଥିବା ଲୋକ। ଓ ମୁଁ ଜାଣିନଥିଲି, ସେଥିପାଇଁ ମୁଁ ପାପୀ, ମୁଁ ପାପୀ, ମୁଁ ପାପୀ କହୁଥିଲି। କିନ୍ତୁ ଯୀଶୁଙ୍କ ରକ୍ତ ଦ୍ୱାରା ଧାର୍ମିକ ବୋଲି ଗଣନା କରାଯାଇଥିବା ଲୋକ, ତାହେଲେ ଆଗରୁ ମୁଁ ଧାର୍ମିକ ହେଇସାରିଛି। ବର୍ତ୍ତମାନ ଏ ବାକ୍ୟ ମୋର, ଏପରି ଯଦି ଆପଣ ଗ୍ରହଣ କରିବେ, ତାହେଲେ ଆପଣଙ୍କ ହୃଦୟରେ ଏ ବାକ୍ୟ ସ୍ଥାପିତ ହେବ। ଏଇଟା ହଉଛି କ'ଣ? ରାଜା ପ୍ରସ୍ତୁତ କରିଥିବା ବସ୍ତ୍ର, ରାଜାଙ୍କ ଦ୍ୱାରା ପ୍ରସ୍ତୁତ ହେଇଥିବା ବସ୍ତ୍ର। ରାଜା ଖୁସି ଅଛନ୍ତି। ରାଜା ଯେଉଁ ବସ୍ତ୍ର ପରିଧାନ କରିବା ପାଇଁ କୁହାଯାଇଥିଲା, କି ପ୍ରକାର ଲୋକମାନଙ୍କୁ? ଭଲ, ସଣ୍ଟ ଆଉ ଦୁଷ୍ଟ। ଆଚ୍ଛା, ଦୁଷ୍ଟ ଲୋକ ଯେତେବେଳେ ଯାଇଥିବ, ରାଜାଙ୍କର ବସ୍ତ୍ର ଯେତେବେଳେ ପିନ୍ଧିଲା, ତାର କ୍ୟାରେକ୍ଟର କ'ଣ ଚେଞ୍ଜ କି?
ଚେଞ୍ଜ ନାହିଁ। ସେ ସେମିତିକା ଲୋକ। ଆପଣମାନଙ୍କର ପଛପଟେ ଯଦି କାନ୍ଥ ଅଛି, ଭିତରେ ଇଟା ଅଛି କି ନାହିଁ? ଅଛି। କିନ୍ତୁ କ'ଣ ହେଇଛି? ପ୍ଲାଷ୍ଟରିଂ ହେଇଛି। ସିମେଣ୍ଟ ଦ୍ୱାରା କ'ଣ ହେଇଛି? ପ୍ଲାଷ୍ଟର କରାଯାଇଛି। ସେମିତି ଯଦିବା ଏମାନେ ଦୁଷ୍ଟ ଥିଲେ, କିନ୍ତୁ ରାଜାଙ୍କର ବସ୍ତ୍ର ଯେମିତି ଇଟାକୁ ପ୍ଲାଷ୍ଟର କରାଯାଇଛି, ସେଇ ପ୍ରକାରେ ଯଦିବା ଇଏ ଦୁଷ୍ଟ, କିନ୍ତୁ ରାଜା ମୋ ପାଇଁ ଏ ବସ୍ତ୍ର ପ୍ରସ୍ତୁତ କଲେ ବୋଲି ଯେତେବେଳେ ସେମାନେ ପରିଧାନ କରୁଛନ୍ତି, ରାଜା ଖୁସି ହେଉଛନ୍ତି। ରାଜା ସେମାନଙ୍କୁ ଗ୍ରହଣ କରୁଛନ୍ତି। ତାର ଦୁଷ୍ଟ ଦେଖିକି ଗ୍ରହଣ କରୁଛନ୍ତି ଏମିତି ନାହିଁ। ସେ ବସ୍ତ୍ର ପରିଧାନ କଲା କି ନାହିଁ, ମୁଁ ପ୍ରସ୍ତୁତ କରିଥିବା ବସ୍ତ୍ର ସିଏ ପରିଧାନ କଲା କି ନାହିଁ, ଏ ବିଷୟ ଦେଖୁଛନ୍ତି। ଯେ ପରିଧାନ କରିନାହିଁ ତାକୁ କହୁଛନ୍ତି, ଏ ବନ୍ଧୁ ପରିଧାନ ନ କରି କେମିତି ଆସିଲେ ଏଠାରେ? ସାଙ୍ଗେ ସାଙ୍ଗେ ସେଠି ଦାସମାନଙ୍କୁ ଡାକୁଛନ୍ତି, ୟାର ହାତ ଗୋଡ଼ ବାନ୍ଧ, ବାହାରେ ଅନ୍ଧକାରରେ ପକାଇ ଦିଅ। କ'ଣ ହବ? ରୋଦନ କରିବ ଆଉ ଦାନ୍ତର କିଳିମିଳି ହେବ। ଭୟଙ୍କର ବିଷୟ ଭାଇମାନେ। ଆଜି ଯୀଶୁଙ୍କ ରକ୍ତ ଏବେ ଆମକୁ କ'ଣ କରିଛି ଶୁଣିଲୁ ଆମେ। ରୋମିଓ 5:9। ଅତଏବ ଏହାରି ସୁନିଶ୍ଚିତ ଯେ ଆମ୍ଭେମାନେ ଏବେ, ଆପଣ ଏବେ ଯୀଶୁଙ୍କ ରକ୍ତ କ'ଣ କରିଛି ଦେଖନ୍ତୁ। ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ, ଯୀଶୁଙ୍କ ରକ୍ତ ଧାର୍ମିକ ଗଣିତ କରିଛି, ସେଥିପାଇଁ ହେବାରୁ ଲେଖା ହେଇଛି। ଆଶା କରୁଛି ଆପଣ ଏ ବାକ୍ୟ ନିଜର କଲେ। ଯୀଶୁଙ୍କ ରକ୍ତ ଆପଣଙ୍କୁ ଧାର୍ମିକ ବୋଲି ଗଣନା କରିସାରିଛି। ଓ ଯୀଶୁଙ୍କ ରକ୍ତ ମୋତେ ଧାର୍ମିକ ବୋଲି ଗଣନା କରି ସାରିଛି। ଏପରି ଯେତେବେଳେ ଆପଣ ଗ୍ରହଣ କରିବେ, ଆପଣ କହିପାରିବେ ମୁଁ ଧାର୍ମିକ। ମୁଁ ଏତିକି କହିବି। ଆଜି ପ୍ରାର୍ଥନା କରିବା। ପ୍ରଭୁ ତମକୁ ଧନ୍ୟବାଦ ଦେଉଛି ସମୟ ପାଇଁ, ତମେ ଆମମାନଙ୍କୁ ପ୍ରେମ କରିଅଛ। ହଁ ପ୍ରଭୁ, ଏଠି ରାଜାଙ୍କର ପୁତ୍ରଙ୍କର ବିବାହ ଉତ୍ସବ ହଉଛି। ନିମନ୍ତ୍ରିତ ଲୋକମାନଙ୍କ ପାଇଁ ବିବାହ ବସ୍ତ୍ର ପ୍ରସ୍ତୁତ କରାଯାଇଛି। ଏ ଜଗତର ବିବାହ ଠାରୁ ଏ ବିବାହ ବିପରୀତ। ଯେହେତୁ ସ୍ୱର୍ଗ ରାଜ୍ୟ କେମିତି ଜଣେ ପ୍ରବେଶ କରିବ, ସେ ବିଷୟ ଏ କାହାଣୀରେ ଉଲ୍ଲେଖ ହେଇଛି। ଆଜି ରାଜା ଯେଉଁ ବସ୍ତ୍ର ପ୍ରସ୍ତୁତ କରିଅଛନ୍ତି, ସେ ଭଲ ଲୋକ ବି ତା ଭଲ ପାଇଁ ବୋଲି ସେ ପ୍ରବେଶ କରିପାରିବ ନାହିଁ। ମୁଁ ଭଲ ଲୋକ, ଭଲ ଲୁଗା ପିନ୍ଧିଲି, ମତେ ପ୍ରବେଶ କରିବା ପାଇଁ ଦିଅ। ନାଇଁ ନାଇଁ ନାଇଁ, ଆପଣ ଭଲ ଲୋକ, ଭଲ ଲୁଗା ପିନ୍ଧୁଛନ୍ତି, କିନ୍ତୁ ପ୍ରବେଶ କରିପାରିବେ ନାହିଁ। କ'ଣ ହେଲା? ଆପଣଙ୍କ ପାଇଁ ରାଜା ବସ୍ତ୍ର ପରିଧାନ କରିବା ପାଇଁ କହୁଛନ୍ତି, ସିଏ ପ୍ରସ୍ତୁତ କରିଛନ୍ତି। ଓ ସେମିତି ସେ ଭଲ ଲୋକ ତାର ଭଲ ଲୁଗାକୁ କାଢ଼ିକି ରାଜାଙ୍କ ଦ୍ୱାରା ପ୍ରସ୍ତୁତ କରିଥିବା ବିବାହ ବସ୍ତ୍ର ସେ ପରିଧାନ କଲା, ଆଉ ଭିତରକୁ ଗଲା। ତାକୁ ଯଦି ପଚାରାଯାଏ, ବନ୍ଧୁ କେମିତି ଆସିଲ? ତମେ ତ ଭଲ ଲୋକ ଥିଲ, ସେଥିପାଇଁ ମୋତେ ଛାଡ଼ିଲେ। ନାଇଁ 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 ନାଇଁ, ମୁଁ ଭଲ ଲୋକ ଥିଲି ସେଥିପାଇଁ ଆସିଲି, ସେମିତି ନାହିଁ। ମୁଁ ଭଲ ଲୋକ ଥିଲି ସତ, ମୋ ପାଖରେ ବି ଭଲ ଲୁଗା ଥିଲା ସତ, କିନ୍ତୁ ମୋତେ କୁହାଗଲା ତମର ଭଲ ଲୁଗା କାଢ଼ି ଦିଅ, ଆଉ ରାଜା ତମ ପାଇଁ ପ୍ରସ୍ତୁତ କରିଛନ୍ତି। ଏ ଭିତରକୁ ଆସିବା ପାଇଁ ରାଜା ତମ ପାଇଁ ପ୍ରସ୍ତୁତ କରୁଛନ୍ତି ବସ୍ତ୍ର, ବିବାହ ବସ୍ତ୍ର ପିନ୍ଧ। ମୋର ଭଲ ଲୁଗାକୁ ଫିଙ୍ଗିଲି, ରାଜା ପ୍ରସ୍ତୁତ କରିଥିବା ଲୁଗା ମୁଁ ପିନ୍ଧିକି ପ୍ରବେଶ କଲି। ଏବେ ଦୁଷ୍ଟ ଲୋକ ଆସୁଛି। ମୁଁ ତ ଦୁଷ୍ଟ ଲୋକ, ଭିତରେ ମୋତେ ପ୍ରବେଶ କରିବା ପାଇଁ ସୁଯୋଗ ମିଳିବ କି? ହେଲେ ବି ଯିବି। ଯାଉଛି, ରୁହ ରୁହ ରୁହ, ହଁ ମୁଁ ତ ଦୁଷ୍ଟ, ଆଉ ମୋର ଲୁଗା ମଧ୍ୟ ଖରାପ ବେଶୀ, ଆଉ ସେଥିପାଇଁ ମୋତେ ରଖିଛନ୍ତି। ନାଇଁ 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 ନାଇଁ, ତମର ଏ ଖରାପ ଲୁଗା କାଢ଼ି ଦିଅ, ସାଇଡ୍ ରଖିଦିଅ। ରାଜା ତମ ପାଇଁ ପ୍ରସ୍ତୁତ କରିଥିବା ଲୁଗା ପିନ୍ଧ। ହୋ, ସେ ପିନ୍ଧିକି ଯେତେବେଳେ ଯାଉଛି, ଭିତରେ ଯଦି ତାକୁ ପଚାରାଯାଏ, ତମେ ତ ଦୁଷ୍ଟ ଲୋକ, କେମିତି ପ୍ରବେଶ କଲ? ସେ ସମୟରେ ସିଏ କହିବ, ହଁ ମୁଁ ଦୁଷ୍ଟ ଲୋକ ଥିଲି। କିନ୍ତୁ ରାଜା କହିଲେ, ତୁ ଦୁଷ୍ଟ ଏଥିପାଇଁ
ନାହିଁ, କିନ୍ତୁ ମୁଁ ପ୍ରସ୍ତୁତ କରିଥିବା ବସ୍ତ୍ର ଯଦି ତୁ ପରିଧାନ କରିଛୁ ତାହେଲେ ବିବାହ ଉତ୍ସବକୁ ପ୍ରବେଶ କରିବୁ। ଏ ବସ୍ତ୍ର ମତେ ଭିତରକୁ ଆଣିଲା। ସେଥିପାଇଁ ରୋମିଓ 5:9 କୁହେ, ଅତଏବ ଆହୁରି ସୁନିଶ୍ଚିତ ଯେ ଆମ୍ଭେମାନେ ଏବେ ତାହାଙ୍କ ରକ୍ତ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଯୀଶୁଙ୍କ ରକ୍ତ ଧାର୍ମିକ ବୋଲି ଗଣନା କରିଛି। ଏଇଟା ହଉଛି ସେ ବିବାହ ବସ୍ତ୍ର। ଏଇଟା ହଉଛି ସେ ରାଜାଙ୍କ ଦ୍ୱାରା ପ୍ରସ୍ତୁତ ହେଇଥିବା ବସ୍ତ୍ର, ଧାର୍ମିକତାର ବସ୍ତ୍ର, ଯୀଶୁଙ୍କ ରକ୍ତ ଦ୍ୱାରା ଦିଆଯାଇଥିବା ବସ୍ତ୍ର। ହଁ ପ୍ରଭୁ, ଏ ରାତ୍ରି ସମୟରେ ଆମେ ଏ ବାକ୍ୟକୁ ଗ୍ରହଣ କଲୁ, ମାନେ ଏ ବସ୍ତ୍ରକୁ ପରିଧାନ କଲୁ। ସେଥିପାଇଁ ଯୀଶୁଙ୍କ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୁ ରକ୍ଷା ପାଇବୁ। ସେଥିପାଇଁ ଲେଖା ହେଇଛି ତାହାଙ୍କ ଦ୍ୱାରା, ତାର ଅର୍ଥ ଅଦ୍ୱିତୀୟ ପୁତ୍ରଙ୍କ ଦ୍ୱାରା, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହବ। ପରମେଶ୍ୱର ସତରେ ଜୁମ୍ରେ ଆମେ ଯେତିକି ଜଣ ବସିଛୁ ପ୍ରଭୁ, ଆଜି କେତେ ଭାଗ୍ୟବାନ, କେତେ ମହାନ, କେତେ ଆଶୀର୍ବାଦର ବିଷୟ ପ୍ରଭୁ ଏ ବାକ୍ୟକୁ ଦେଇଛ। ଯେତିକି ଜଣ ଶୁଣୁଛନ୍ତି ପ୍ରଭୁ, ତାଙ୍କ ଘରେ, ତାଙ୍କ ଗାଁରେ ଯଦି କୌଣସି ବ୍ୟକ୍ତି ପୀଡ଼ିତ ଅସୁସ୍ଥତାରେ ଅଛନ୍ତି, ଜ୍ୱରରେ ଅଛନ୍ତି, ପ୍ରଭୁ ଏବେ ତମେ ଯାଅ, ତାଙ୍କୁ ସ୍ପର୍ଶ କରିକି ସୁସ୍ଥତା ଦିଅ। ଆଉ ଏ ସତ୍ୟ ବାକ୍ୟ ସମସ୍ତଙ୍କୁ ଶୁଣାଅ, ତାଙ୍କ ପରିବାର, ତାଙ୍କ ଗାଁ ଲୋକ, ତାଙ୍କ ଏରିଆ ଲୋକ। କାରଣ ପ୍ରଭୁ ତମେ ତାଙ୍କୁ ଭଲ ପାଉଛ, ତାଙ୍କ ପରିବାରକୁ ଭଲ ପାଉଛ, ତାଙ୍କ ଗାଁ ଲୋକକୁ ମଧ୍ୟ ତମେ ପ୍ରେମ କରୁଛ। ସେମାନଙ୍କୁ ଏ ବାକ୍ୟ ଦେବା ପାଇଁ ତମର ଇଚ୍ଛା ଅଛି ପ୍ରଭୁ। ଅନୁଗ୍ରହ କର ପ୍ରଭୁ, ଯେପରିକି ଆମେ ଜଗତ ଆଡ଼େ ଯଛା ନ ଯାଉ, ଆଉ ସତ୍ୟ ବାକ୍ୟ ଦ୍ୱାରା ଅନେକଙ୍କ ସାମ୍ନାରେ ଠିଆ ହୋଇ ସାକ୍ଷ୍ୟ ଦେବୁ। ଏ ବର୍ଷ ପ୍ରତିଜ୍ଞା ଦ୍ୱାରା ବ୍ୟବହୃତ ହେଇଥିବାରୁ ତମକୁ ଧନ୍ୟବାଦ ଦେଉଛି ପ୍ରଭୁ। ଅନୁଗ୍ରହ କର ପ୍ରଭୁ, ଯେପରିକି ଆମେ ଦିନକୁ ଦିନ ନୂଆ ହୃଦୟ ଦ୍ୱାରା ଚାଳିତ ହେବୁ। ହଁ ପ୍ରଭୁ, ଆଜି ମୋ ବିଷୟରେ ମୋତେ ଯେତେବେଳେ ଦେଖୁଛି, ଯଦି ବା ମୁଁ ତମ ଦାସଙ୍କର ବଶୀଭୂତ ହେଇପାରୁନାହିଁ, କିନ୍ତୁ ତମ ଦାସ ଯେହେତୁ ତମ ଆତ୍ମା ଦ୍ୱାରା ଚାଳିତ ହେଉଛନ୍ତି, ତାଙ୍କର ସୁରକ୍ଷାର ଚାଳନା ଦ୍ୱାରା ପ୍ରଭୁ ମୋତେ ଆଜି ବଞ୍ଚେଇକି ରଖିଛ, ସାକ୍ଷ୍ୟ ଦେବା ନିମନ୍ତେ ମୋତେ ଠିଆ କରିଲ। ସେଥିପାଇଁ ତମକୁ ଧନ୍ୟବାଦ ଦେଉଛି ପ୍ରଭୁ। ସମସ୍ତ ବିଷୟ ତମ ହସ୍ତରେ ସମର୍ପଣ କରି ଏହି ପ୍ରାର୍ଥନା ଶୀଘ୍ର ଆସିଥିବା ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଧନ୍ୟବାଦ ସମସ୍ତଙ୍କୁ।